ଜୀବନର ଅଙ୍କାମଙ୍କା ରାସ୍ତାରେ ଆମେ ଯେତେବେଳେ ଆଗକୁ ବଢ଼ନ୍ତି ପ୍ରତି କ୍ଷଣ ଆମକୁ ନୂଆ ନୂଆ ଅନୁଭୂତି ମିଳେ। ସେଇ କ୍ଷଣି ସୁଖ ମିଳିଥିବ, ପୁଣି ଆର କ୍ଷଣକୁ ଆମକୁ ଦୁଃଖ ମିଳିଥାଏ। ସୁଖ ଯେତେବେଳେ ମିଳେ ଆମେ ଆନନ୍ଦରେ ବିଭୋର ହୋଇଯାନ୍ତି, ଆଉ ଯେତେବେଳେ ଦୁଃଖ ଆସେ ଦୁଃଖର ବୋଝକୁ ଆମେ ବହି ନ ପାରି ଭାଙ୍ଗି ପଡ଼ନ୍ତି। ମନ ଆମର ଭାଙ୍ଗି ଦ୍ୱିଖଣ୍ଡ ହୋଇଯାଏ, ଆଗକୁ ବଢ଼ିବାକୁ ଇଚ୍ଛା ହୁଏ ନାହିଁ। ଜୀବନ ଆମକୁ ବୋଝ ପରି ଲାଗିଥାଏ, ଆମେ ବହୁତ ହତାଶ ହୋଇଯାନ୍ତି। ଜୀବନର ନିରାଶ ଅନ୍ଧକାରରେ ଆଶାର ଆଲୋକ ପ୍ରଦାନ କରିବା ପାଇଁ ଏଇ ଅମୃତବାଣୀ ମୁଁ ଆପଣମାନଙ୍କ ସାମ୍ନାରେ ଉପସ୍ଥାପନ କରୁଛି। ଯଦି ଆପଣମାନଙ୍କୁ ମୋର ପ୍ରୟାସ ଭଲ ଲାଗିଲା ତାହେଲେ ନିଶ୍ଚୟ ଆପଣ ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ଜୟ ଶ୍ରୀକୃଷ୍ଣ ନିଶ୍ଚିତ ଭାବରେ କମେଣ୍ଟ କରିବାକୁ ଭୁଲିବେ ନାହିଁ। ଦର୍ଶକ ବନ୍ଧୁ, ସମୟ ନଷ୍ଟ ନ କରି ଚାଲନ୍ତୁ ଆରମ୍ଭ କରିବା ଆମର ସେ ପ୍ରିୟ କାର୍ଯ୍ୟକ୍ରମ ଅମୃତବାଣୀ। ଯେତେବେଳେ ଆପଣ କାହା ବିଷୟରେ ଜାଣିବାକୁ ଚାହୁଁଛନ୍ତି ସେତେବେଳେ ନିଶ୍ଚିତ ଭାବରେ ତା ସହିତ ଆପଣ ବହୁତ ଦୂର ପର୍ଯ୍ୟନ୍ତ ଚାଲି ଚାଲି ଯାଆନ୍ତୁ। ସାଙ୍ଗରେ ବହୁତ ଦୂର ଚାଲିଲେ ଆପଣ ଧୀରେ ଧୀରେ ସେ ଲୋକ ବିଷୟରେ ସବୁ କିଛି ଜାଣିପାରିବେ। ଆପଣ ଚାହିଁଲେ ଆପଣଙ୍କର ସମୟକୁ ସୁନା ବନାଇ ପାରିବେ, ନ ଚାହିଁଲେ ଆପଣଙ୍କୁ ମିଳିଥିବା ସମୟକୁ ଶୋଇ ଶୋଇ ବ୍ୟର୍ଥ ଭିତରେ ହରାଇ ଦେଇପାରିବେ, ସମୟକୁ ନଷ୍ଟ କରିଦେଇପାରିବେ। ସମୟ ପରିସ୍ଥିତି ଦେଖି ବଦଳିଥାଏ, ମାତ୍ର ଆପଣାର ଲୋକମାନେ ମୌକା ଦେଖି ବଦଳି ଯାଇଥାନ୍ତି। ସତୁଆ ଲୋକକୁ ମିଛୁଆ ଲୋକ ଅପେକ୍ଷା ଅଧିକ ସଫାଇ ଦେବାକୁ ପଡ଼ିଥାଏ, କାରଣ ଇଏ ହେଉଛି କଳିଯୁଗ। ଏଠି ଲୋକମାନେ ଯେତେ ଶୀଘ୍ର ମିଛକୁ ଗ୍ରହଣ କରିନିଅନ୍ତି, ସତକୁ ସେତେ ଶୀଘ୍ର ଗ୍ରହଣ କରିପାରନ୍ତି ନାହିଁ। ଯଦି ଆପଣ ପରଖି ଚାଲିବେ ତେବେ ଆପଣଙ୍କୁ ଜଣାପଡ଼ିଯିବ କିଏ ଦୁନିଆରେ କେହି ନିଜର ନୁହନ୍ତି। ଆଉ ଯଦି ଆପଣ ସମସ୍ତଙ୍କ ଉପରେ ଭରସା କରି ଚାଲିଲେ ତାହେଲେ ଦୁନିଆ ଆପଣଙ୍କୁ ବସୁଧୈବ କୁଟୁମ୍ବକମ୍ ବୋଲି ନଜର ଆସିବ। ବେଳେବେଳେ ମନ କହେ ଏତେ ପରିଶ୍ରମ ନ କରି ହାର ମାନିଯିବାକୁ, ମାତ୍ର ହୃଦୟ ସେତେବେଳେ ଚୁପଚାପ ଆମ କାନରେ କହେ ତୁମେ ଆଗେଇ ଚାଲ, ଏତେ ଶୀଘ୍ର ହାର ମାନ ନାହିଁ, କାରଣ ତୁମକୁ ପା ସେ ଲୋକମାନଙ୍କୁ ମିଛ ପ୍ରମାଣିତ କରିବାର ଅଛି ଯେଉଁମାନେ ଦିନେ କହିଥିଲେ ତୁମ ଦ୍ୱାରା କିଛି ହୋଇପାରିବ ନାହିଁ। କେବେ ବି ନିଜ ପଇସା ଓ ବୟସକୁ ନେଇ ଗର୍ବ କରନ୍ତୁ ନାହିଁ, କାରଣ ଯେଉଁ ଜିନିଷ ଗଣି ହୁଏ ସେ ଜିନିଷ ନିଶ୍ଚିତ ଭାବରେ ଦିନେ ନା ଦିନେ ସରିଯାଇଥାଏ। ସଂଘର୍ଷ ଏମିତି କର କି ତୁମ ପିଲାମାନେ ସଂଘର୍ଷର ଉଦାହରଣ ପାଇଁ ଆଉ କାହାକୁ ବାଛନ୍ତୁ ନାହିଁ, ତୁମକୁ ହିଁ ବାଛନ୍ତୁ। ଦୁନିଆରେ ସବୁଠାରୁ ବଡ଼ କଠିନ କାମ ହେଲା ବୁଝିବା ବାଲାକୁ ଠିକ୍ ଭାବରେ ବୁଝିପାରିବା। ନା କାହା ଅଭାବରେ ବଞ୍ଚ, ନା କାହା ପ୍ରଭାବରେ ବଞ୍ଚ, ନିଜ ସ୍ୱଭାବକୁ ନେଇ ବଞ୍ଚିବାକୁ ଚେଷ୍ଟା କରିଚାଲ। ଜୀବନରେ ତୁମ ସହ ଦୌଡ଼ି ଦୌଡ଼ି ହରାଇବାର ସାମର୍ଥ୍ୟ ରଖୁଥିବା ଲୋକମାନେ ତୁମକୁ ଭାଙ୍ଗି ତୁମର ମନୋବଳକୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ତୁମକୁ ହରାଇବାକୁ ଚେଷ୍ଟା କରିଥାନ୍ତି। ଭଗବାନ କହନ୍ତି ତୁ ଶୋଇବା ପୂର୍ବରୁ ସମସ୍ତଙ୍କୁ କ୍ଷମା କରିଦେ, ଆଉ ତୁ
ଉଠିବା ପୂର୍ବରୁ ମୁଁ ତୋତେ କ୍ଷମା କରିଦେଇଥିବି। ମୁଁ କେବେ ବି ହସ୍ତରେଖାକୁ ଦେଖେ ନାହିଁ, କାରଣ ମୁଁ ଜାଣେ କର୍ମ ହିଁ ଭାଗ୍ୟରେଖାକୁ ବଦଳାଇ ଦେଇପାରେ। ଯଦି ଆମେ ଉଚିତ କାମ କଲେ, ଉଚିତ ପରିଶ୍ରମ କଲେ, ତେବେ ଆମେ ଚାହିଁଲେ ଆମେ ଆମ ହସ୍ତରେଖାକୁ ମଧ୍ୟ ବଦଳାଇ ଦେଇପାରିବା। ଭୁଲ ଯାହାର ଥାଉନା କାହିଁକି, ହେଲେ ସମ୍ପର୍କରେ ଅଶ୍ରୁ କେବଳ ଭୁଲ ନ କରିଥିବା ଲୋକର ହିଁ ଗଡ଼ିଥାଏ। ଯାହା ପାଖରେ ଆଶା ଅଛି ସେ ହଜାର ଥର ହାରି ମଧ୍ୟ ହାର ମାନିନଥାଏ। ବିଜେତା ସିଏ ନୁହଁ ଯିଏ ଜମା ହାରିନି, ବରଂ ବିଜେତା ସିଏ ଯିଏ ହାରିକି ବି ନିଜର ହାରକୁ ମାନି ନାହିଁ, ପୁଣି ଥରେ ପ୍ରୟାସ ହେବାକୁ ରେଡ଼ି ହୋଇ ପାରୁଛି। ମଣିଷ ଏମିତି ବୋକା ଯେ ତାକୁ ଜାନୁଆର କହିଲେ ସେ ରାଗି ଯାଇଥାଏ, ମାତ୍ର ତାକୁ ସିଂହ କହିଲେ ସେ ଗର୍ବରେ ଫୁଲି ଉଠିଥାଏ। ମଣିଷ ଜାଣିପାରେ ନା କି ସିଂହ ମଧ୍ୟ ଏକ ଜାନୁଆର ଅଟେ। ଆମର ଆଖି ସର୍ବଦା ସେହି ଲୋକମାନେ ଖୋଲି ଦେଇ ଯାଇଥାନ୍ତି ଯାହାଙ୍କ ଉପରେ ଆମେ ଆଖି ବୁଜି ଭରସା କରିଥାନ୍ତି। ଇଚ୍ଛା ଛୋଟ ହେଲେ ମଧ୍ୟ ତାକୁ ପୂର୍ଣ୍ଣ କରିବା ପାଇଁ ହେଲେ ମନ ଜିଦିଆ ହେବା ନିହାତି ଆବଶ୍ୟକ। ଯେଉଁ ଜିନିଷ ଆପଣଙ୍କୁ ଚେଞ୍ଜ କରିପାରେ ତାହା ଯେଉଁ ଜିନିଷ ଆପଣଙ୍କୁ ଚ୍ୟାଲେଞ୍ଜ କରିପାରେ ସେ ଜିନିଷ ଆପଣଙ୍କୁ ଚେଞ୍ଜ ବି କରିପାରେ। ସରି ବହୁତ ଅଜବ ଶବ୍ଦଟିଏ। ମଣିଷ କହିଲେ ଝଗଡ଼ା ଖତମ ହୋଇଯାଏ, ଆଉ ଯେତେବେଳେ ଡକ୍ଟର ସାହେବ କହନ୍ତି ସେତେବେଳେ ରୋଗୀ ଖତମ ହୋଇଯାଏ। ମଣିଷ ନିଜ ଭୁଲ ବେଳେ ଓକିଲ ବନିଥାଏ, ଆଉ ଯେତେବେଳେ ସେଇ ଭୁଲ ଅନ୍ୟ କେହି କରି ବସେ ସେଇ ସମାନ ମଣିଷ ନିଜେ ଜଜ୍ ବନି ଫଇସଲା ଦେବାକୁ ପଛାଇ ନଥାଏ। କେତେ ନିର୍ବୁଦ୍ଧିଆ ଆମେ, ଦୁଃଖ ଆସିଲେ ଅଟକି ଯାଆନ୍ତି ଆଉ ସୁଖ ଆସିଲେ ଭଟକି ଯାଆନ୍ତି। ମୋତେ ଏକା ଚାଲିବାକୁ ଭଲ ଲାଗେ, କାରଣ ନା କେହି ମୋ ଆଗରେ ଚାଲୁଥାଏ, ନା ପଛରେ କାହାକୁ ଛାଡ଼ି ଆସିଲି ବୋଲି ମନରେ ଦୁଃଖ ଥାଏ। ଦେହ ଖରାପ ଥିବା ଲୋକ ସହ ରହିଲେ ଚଳିବ, ମାତ୍ର ନିୟତ ଖରାପ ଥିବା ଲୋକ ସହ ଯଦି ଆପଣ ରହିବେ ସେ ନିଜ ବୁଡ଼ିବ ତ ବୁଡ଼ିବ, ଆପଣଙ୍କୁ ମଧ୍ୟ ସାଙ୍ଗରେ ବୁଡ଼ାଇ ଦେବ। ଯାହାଙ୍କର ସଫଳତାକୁ ରୋକାଯାଇ ନପାରେ ସେଇମାନଙ୍କର ବଦନାମୀ ଆରମ୍ଭ କରି ଦିଆଯାଇଥାଏ। ଆପଣ ଯେତେ କମ୍ କଥାବାର୍ତ୍ତା କରିବେ ଲୋକମାନେ ସେତେ ଆପଣଙ୍କ କଥାକୁ ଶୁଣିବାକୁ ମନ ବଳାଇବେ। ତେଣୁ ସବୁବେଳେ କମ୍ କଥା କହିବାକୁ ଚେଷ୍ଟା କରନ୍ତୁ। ସମୟ ଭଲ ଆସିପାରେ, ମାତ୍ର ସମୟ ଅନୁସାରେ ହିଁ ଆସେ। ତେଣୁ ଧୈର୍ଯ୍ୟ ହୋଇ ଧୈର୍ଯ୍ୟ ରଖନ୍ତୁ। ସବୁ ଜାଗାରେ ଧୋକା ଅଛି, ମାତ୍ର ଆମକୁ ଭଲ ବନିବାକୁ କିଏ ରୋକିଛି? ସଂସାରରେ ମନୁଷ୍ୟ ଏମିତି ଏକ ପ୍ରାଣୀ ଯାହାର ବିଷ ତା ଦାନ୍ତରେ ନଥାଏ, ବରଂ ତାର କର୍କଶ ବାଣୀରେ ଥାଏ। ଲୋକ ତୁମ ବିଷୟରେ କ'ଣ ଚିନ୍ତା କରୁଛନ୍ତି ତୁମେ ସେ ବିଷୟରେ ଆଦୌ ଚିନ୍ତା କର ନାହିଁ, କାରଣ ତୁମେ ସେ ବିଷୟରେ ଚିନ୍ତା କରିବ ତ ଲୋକମାନେ କ'ଣ ଚିନ୍ତା କରିବେ। ଲୋକଙ୍କର କିଛି ଜାଏଜ ନାହିଁ କି ତୁମେ ଖୁସିରେ ଅଛ କି ଦୁଃଖରେ ଅଛ। ବାସ୍ ଲୋକମାନଙ୍କର ଗୋଟିଏ ଜିନିଷ ଦରକାର କି ତୁମେ ହର ହାଲରେ ସେମାନଙ୍କୁ ସୁଖ ଦେଇପାରୁଛ କି ନା। ଯେପର୍ଯ୍ୟନ୍ତ ତୁମେ ତୁମ ସମସ୍ୟା ଓ ଜୀବନର କଠିନତାର କାରଣକୁ ଅନ୍ୟ କେହି ବୋଲି ଭାବୁଥିବ, ସେ ପର୍ଯ୍ୟନ୍ତ ତୁମେ ତୁମ ସମସ୍ୟା ଓ କଠିନ ପରିସ୍ଥିତିରୁ କେବେ ବି ବାହାରକୁ ଆସିପାରିବ ନାହିଁ। ଯେପର୍ଯ୍ୟନ୍ତ ତୁମେ ତୁମ କଠିନ ପରିସ୍ଥିତି ଏବଂ ସମସ୍ୟା ପାଇଁ ନିଜକୁ ଦାୟୀ ନ କରିଛ, ସେ ପର୍ଯ୍ୟନ୍ତ ଆଗକୁ ବଢ଼ିବାର ସମ୍ଭାବନା ନାହିଁ। ସମୟ ବାଦଶାହ ଅଟେ। ମଣିଷ ବେକାରଟାରେ ଖାଲି
ଗର୍ବ କରି ଚାଲିଥାଏ। ଲୋକ ଯେତେବେଳେ ତୁମର ମୁକାବିଲା କରିପାରିବେ ନାହିଁ ସେତେବେଳେ ତୁମକୁ ଖଳନାୟକ ସଜାଇ ଦେଇ ଘୃଣା କରିବା ଆରମ୍ଭ କରିଦେବେ। ଯାହା ଉପରେ ତୁମର ଭରସା ସେ ଯଦି ଦେବ ତୁମକୁ ନିରାଶା ତେବେ ଉଠିଯିବ ଏ ଦୁନିଆ ଉପରୁ ସମ ଭରସା। ସାରା ଦୁନିଆ କହେ ହାର ମାନିଯାଅ, ମାତ୍ର ହୃଦୟ ଧୀରେ ସେ କହେ ତୁ ଆଉ ଥରେ ଚେଷ୍ଟା କରିଦେଖ। ଏମିତି ପରିସ୍ଥିତିରେ କୁହନ୍ତୁ ତ କେମିତି ମୁଁ ହାର ମାନିଯିବି? କାହା ପାଦରେ ପଡ଼ି ରହି ସଫଳତା ପାଇବା ଅପେକ୍ଷା ନିଜ ପାଦରେ ଚାଲି କିଛି ବନିବାର ଜିଦ୍ ରଖ। କୌଣସି ସନ୍ଥ ମହାପୁରୁଷଙ୍କୁ କେବେ ବି ଅପମାନିତ କର ନାହିଁ, କାରଣ ସେମାନେ ଭିକ ମାଗିବାକୁ ନୁହେଁ, ଭିକକୁ ଆଳ କରି ଆଶୀର୍ବାଦ ଦେବାକୁ ତୁମ ଦାଣ୍ଡ ଦୁଆରକୁ ଆସିଥାନ୍ତି। ଯେଉଁଦିନ ତୁମେ ନିଜେ ତୁମ ହସର ମାଲିକ ବନିଯିବ ସେହିଦିନ ପରଠାରୁ କେହି ତୁମକୁ ବି କନ୍ଦାଇ ପାରିବେ ନାହିଁ। ନିନ୍ଦାକୁ ଡରି ଲକ୍ଷ୍ୟ ବଦଳାଅ ନାହିଁ, କାରଣ ତୁମକୁ ଲକ୍ଷ୍ୟ ମିଳିଲା ପରେ ଏ ନିନ୍ଦୁକମାନେ ସେମାନଙ୍କର ରାୟ ବଦଳାଇ ଦେବେ ଏବଂ ସେହି ନିନ୍ଦୁକମାନେ ହିଁ ସର୍ବପ୍ରଥମେ ତୁମ ସଫଳତାରେ ତାଳି ମାରିବାକୁ ନିଶ୍ଚୟ ଆସିବେ। କାହାକୁ ଏତେ ମହତ୍ତ୍ୱ ଦେବା ଦରକାର ନାହିଁ କି ସେ ତୁମ ମୁହଁର ହସକୁ ଛଡ଼ାଇ ନେଇଯିବ। ସ୍ୱପ୍ନରେ ଯାହାକୁ ଆପଣ କେବେ କନ୍ଦାନ୍ତି ନାହିଁ ସେହି ଆପଣଙ୍କୁ ବେଶୀ କନ୍ଦାଇଥାଏ। କ୍ଷମା ବାରମ୍ବାର କରନ୍ତୁ, ମାତ୍ର ବିଶ୍ୱାସ ମାତ୍ର ଥରଟିଏ କରନ୍ତୁ। ତୁମ ଭିତରେ ଥିବା ଦୁଃଖ, ଦର୍ଦ ଓ ଡରର ପିଞ୍ଜରାକୁ ଭାଙ୍ଗି ତୁମେ ଯଦି ବାହାରକୁ ଆସିପାରିବ ତାହେଲେ ତୁମେ ଦେଖିବ ତୁମେ ମଧ୍ୟ ଜଣେ ସିକନ୍ଦର ଅଟ। ଏ ପିଞ୍ଜରା ଦୁଃଖ, ଦର୍ଦ ଓ ଡରର ପିଞ୍ଜରା ଭିତରେ ରହି ତୁମେ ନିଜକୁ ଦୁର୍ବଳ ଭାବୁଛ। ନହେଲେ ତୁମ ପାଖରେ ଯେଉଁ କ୍ୱାଲିଟି ଅଛି ତାହା ଅନ୍ୟ କାହା ପାଖରେ ନାହିଁ। ମଣିଷର କଷ୍ଟ କେବେ କମି ନଥାଏ, ବାସ୍ କଷ୍ଟ ସହିବାର ତାକତ ବଢ଼ିଯାଇଥାଏ, ତେଣୁ କଷ୍ଟ ଆଉ କଷ୍ଟ ଦେଇନଥାଏ। ପ୍ରେମୀ ସଦା ସରି କହିବାକୁ ପସନ୍ଦ କରିଥାଏ, ଆଉ ଅହଙ୍କାରୀ ମଣିଷଟିଏ ସବୁବେଳେ ସରି ଶବ୍ଦ ଶୁଣିବାକୁ ଅନାଇ ବସିଥାଏ। ଖରାପ ସମୟ ତୁମକୁ ସେ ଦୃଶ୍ୟ ଦେଖାଇବ ଯେଉଁ ଦୃଶ୍ୟର କଳ୍ପନା ତୁମେ ତୁମର ଭଲ ସମୟରେ କେବେ ବି କରିନଥିଲ। ଯଦି ତୁମେ କେତେ ଦୌଲତମାନ ଜାଣିବାକୁ ଚାହୁଁଛ ତ ପଇସା ଗଣନା ଥରେ କାନ୍ଦିକି ଦେଖ କେତେ ହାତ ଆସୁଛି ତୁମର ଅଶ୍ରୁକୁ ପୋଛିବା ପାଇଁ। ଯିଏ ଯେତେ ବିଜି ହେଉନା କାହିଁକି, ଯଦି ସେ ପ୍ରକୃତରେ ତୁମକୁ ଭଲ ପାଉଥାଏ ସେ ନିଶ୍ଚୟ ତୁମ ପାଇଁ ସମୟ ବାହାର କରିନେବ। ଯେଉଁଠି ଲାଗୁଛି ତୁମର ଆବଶ୍ୟକତା ନାହିଁ, ନିରବତାର ସହ ସେ ଜାଗାକୁ ପରିତ୍ୟାଗ କର। ଆତ୍ମସମ୍ମାନ ବଞ୍ଚିଯିବ। କାରଣ ବିନା କାରଣରେ ବିନା ଆବଶ୍ୟକତାରେ ହୀରା ଟ୍ରେଜେରୀ ଭିତରେ ପଡ଼ି ରହିଥାଏ। ନିଜ ରାତି ତାଙ୍କ ପାଇଁ ଖରାପ କରିବାର କୌଣସି ଆବଶ୍ୟକତା ନାହିଁ। ଯାହାଙ୍କର ଫିକର ନାହିଁ କି କାଲି ସକାଳୁ ତୁମେ ଉଠିବ କି ନାହିଁ। ଅପମାନ କରି କାହାର ମୂଲ୍ୟ ବଢ଼ାଇବାର ଆବଶ୍ୟକତା ନାହିଁ, ବରଂ କ୍ଷମା କରି ତାକୁ ଡଷ୍ଟବିନ୍ରେ ଫୋପାଡ଼ି ଦିଅନ୍ତୁ। ଯାହା ସହ କଥା ହେଲେ ଖୁସି ଦ୍ୱିଗୁଣ ହେଉଛି ଓ ଦୁଃଖ ଅଧା ହେଇଯାଉଛି ତା ସହ ଯୋଡ଼ି ରୁହନ୍ତୁ। ସରଳତାକୁ ଦୁର୍ବଳତା ଭାବନ୍ତୁ ନାହିଁ। କେବଳ ସଂସ୍କାର ଯୋଗୁଁ ମୁଁ ନୀରବ ରହିଛି, ନହେଲେ ମୋତେ ମଧ୍ୟ ଇଟାର ଜବାବ ପଥରରେ ଭଲ ରକମ ଦେଇ ଆସେ। ଇଚ୍ଛା ପୂର୍ଣ୍ଣ ନହେଲେ ସମସ୍ତଙ୍କ ମନରେ କ୍ରୋଧ ଆସିଥାଏ, ଆଉ ଇଚ୍ଛା ପୂରଣ ହେଲେ ଲୋଭ ଆସିଥାଏ। ତେଣୁ ପ୍ରତ୍ୟେକ ପରିସ୍ଥିତିରେ ଧୈର୍ଯ୍ୟ ରଖିବା
ଶ୍ରେଷ୍ଠ ଅଟେ। କିଛି ଲୋକ ଉପରକୁ ଉଠିବାକୁ ଏତେ ବ୍ୟାକୁଳ ଥାନ୍ତି ଯେ ସେମାନେ ଛୋଟ ଲୋକଙ୍କର ହାତକୁ ଛାଡ଼ି ବଡ଼ ଲୋକଙ୍କର ଗୋଡ଼କୁ ମଧ୍ୟ ଧରିବାକୁ ପସନ୍ଦ କରିଥାନ୍ତି। ଅନ୍ୟ ଦମରେ ଉଠିବାର ଯଦି ତୁମେ ପ୍ରୟାସ କରିବ, ଅନ୍ୟ ଦମରେ ଯଦି ତୁମେ ଉଡ଼ିବାକୁ ଚେଷ୍ଟା କରିବ, ତାହେଲେ ଦିନ ଆସିବ ତୁମେ ତୁମର ନିଜର ଉଡ଼ିବାର ଦକ୍ଷତାକୁ ମଧ୍ୟ ହରାଇ ବସିବ। ତେଣୁ ଅନ୍ୟ ଦମରେ କେବେ ଉଡ଼ିବାକୁ ଚେଷ୍ଟା କର ନାହିଁ। ଖରାପ ଲୋକ ତୁମ ଜୀବନରେ ଆସିଲେ ତେବେ ତୁମେ ବୁଝିପାରିବ ଭଲ ଲୋକଙ୍କର ମହତ୍ଵ କ'ଣ। ଏକା ଠିଆ ହେବାର ସାମର୍ଥ୍ୟ ରଖ, କାରଣ ଦୁନିଆରେ ସମସ୍ତଙ୍କୁ ଜ୍ଞାନ ଦେବେ, ପ୍ରବଚନ ଶୁଣାଇବେ, ମାତ୍ର ଦରକାର ବେଳେ ପ୍ରାୟ କେହି ତୁମର ସାଥ ଦେବେ ନାହିଁ। ଜୀବନ ଯୁଦ୍ଧ ତୁମକୁ ଏକୁଟିଆ ହିଁ ଲଢ଼ିବାକୁ ପଡ଼ିବ। କାମ ହାସଲ କରିବାର ଚିନ୍ତା କରୁଛ ତ ପ୍ରଥମେ କାମକୁ ଆରମ୍ଭ କର ନା। କାମ ଆରମ୍ଭ ନ କଲେ ହାସଲ କରିବ କିପରି? ସବୁଠାରୁ କଠିନ କାମ ହେଲା କାମକୁ ଆରମ୍ଭ କରିବା। ଆରମ୍ଭ କରିକି ଦେଖ, କାମ ଶେଷ କେତେବେଳେ ହେଇଯିବ ତୁମକୁ ଜଣାପଡ଼ିବ ନାହିଁ। ସେଇଥିପାଇଁ ପା କୁହାଯାଏ ଓଲାରିଲା ଘର କ'ଣ କେବେ ଅଛାଉଣି ରହିଛି? ଅଧିକାଂଶ ଲୋକ କହନ୍ତି ଗଲା କଥାକୁ ଭୁଲିଯାଅ, ହେଲେ ସେମାନେ ବୁଝନ୍ତି ନାହିଁ ଯେ ସେଇ ଗଲା କଥା ଆମ ଜୀବନରେ କି ପ୍ରକାର ପ୍ରଭାବ ପକାଇ ଆମର ମନର ଶାନ୍ତିକୁ ଅସ୍ତବ୍ୟସ୍ତ କରିଦେଇଛି। ଭଲ ଲୋକଙ୍କର ଗୋଟିଏ ଭଲ ଗୁଣ ହେଲା ସେମାନେ ଖରାପ ସମୟରେ ମଧ୍ୟ, ବିପରୀତ ପରିସ୍ଥିତିରେ ମଧ୍ୟ ନିଜର ଭଲକୁ ଛାଡ଼ି ନଥାନ୍ତି। ଆମ ଜୀବନରେ ଗୋଟିଏ ନିଷ୍ପତ୍ତି ଆମ ଜୀବନକୁ ସଜାଡ଼ି ଦେଇପାରେ, ଠିକ୍ ସେମିତି ଗୋଟିଏ ନିଷ୍ପତ୍ତି ମଧ୍ୟ ଆମ ଜୀବନକୁ ସମ୍ପୂର୍ଣ୍ଣ ରୂପେ ଉଜାଡ଼ି ଦେଇପାରେ। ତେଣୁ ନିଷ୍ପତ୍ତି ନେଲାବେଳେ ସବୁବେଳେ ସାବଧାନ ହୋଇ ବହୁତ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ପଇସା ଆସିଲେ ଇଜ୍ଜତ ଆସେ, ମାତ୍ର ଲୋକ ମନେ ରଖିବା ଉଚିତ ଯେ ଇଜ୍ଜତ ତା ପଇସାର ନୁହଁ, ତାର ନୁହଁ, ବରଂ ତା ପଇସାର। ଯେଉଁଠି ଡର ଆପଣଙ୍କ ଆତ୍ମବିଶ୍ୱାସକୁ କମାଉଛି, ଖୋଜି ଚାଲନ୍ତୁ ସେ ଡରକୁ ଏବଂ ଆଜି ହିଁ ସେ ଡର ଉପରେ ବିଜୟ ପ୍ରାପ୍ତ କରିନିଅନ୍ତୁ। ଏ କଳିଯୁଗ ଭାଇ, ଏଠି ଡାହାଣ ପକାଉଥିବା ଲୋକଙ୍କ ଅପେକ୍ଷା ମଦ ପିଉଥିବା ଲୋକମାନେ ପ୍ରାୟ ଅଧିକ ସତ କହିଥାନ୍ତି। ଯାହାକୁ ସ୍ୱପ୍ନ ଦେଖିବାକୁ ଭଲ ଲାଗେ ତାକୁ ରାତି ଛୋଟ ଲାଗିପାରେ, ଆଉ ଯାହାକୁ ସ୍ୱପ୍ନ ପୂରଣ କରିବାକୁ ଭଲ ଲାଗେ ତାକୁ ଦିନ ଛୋଟ ଲାଗିଥାଏ। ଏଠି କ'ଣ ଜିତିବ, କ'ଣ ବା ହାରିବ, ଏଠି କ'ଣ ପାଇବ, କ'ଣ ହରାଇବ, ଏଠି କ'ଣ ଲଢ଼ିବ, କ'ଣ କାନ୍ଦିବ? ଆରେ ବାବୁ, ଦିନେ ତ ସବୁକୁ ଏଇଠି ଛାଡ଼ି ଖାଲି ହାତରେ ଯିବାକୁ ପଡ଼ିବ। ମଣିଷର ଗୋଟେ ସବୁଠୁ ଖରାପ ଗୁଣ ହେଲା ଯାହାକୁ ସାଙ୍ଗରେ ନେଇକି ଯିବ ତାକୁ ଏଠି ହରାଇ ଚାଲିଛି, ଆଉ ଯାହାକୁ ସାଙ୍ଗରେ ନ ନେଇଯିବ ତାକୁ ସବୁ ସାଉଁଟି ଚାଲିଛି। ଯଦି ତୁମେ ଚୁପ୍ ରହିବା ଶିଖିଗଲ ତେବେ ତୁମେ ଏ ଦୁନିଆରେ ବହୁତ କିଛି ଦେଖିପାରିବ ଓ ଶୁଣିପାରିବ। ଯଦି ବହୁତ କିଛି ଦେଖିବା ଏବଂ ଶୁଣିବାକୁ ଚାହୁଁଛ ତେବେ ମୌନ ରହିବା ଶିଖିଯାଅ। ବାସ୍ତବିକ ପକ୍ଷେ ମଜାକକୁ ନଜରଅନ୍ଦାଜ କରନ୍ତୁ ନାହିଁ। ଚାଲାଖିରେ କରାଯାଇଥିବା ସମାଲୋଚନା ହେଉଛି ଏଇ ମଜାକ। ତେଣୁ ମଜାକକୁ ମଜାକ ନ ଭାବି ଟିକେ ଭିତରକୁ ଯାଆନ୍ତୁ। ଆପଣ ନିଜର ପ୍ରତିଛବି ଏ ମଜାକ ମାଧ୍ୟମରେ ଦେଖିପାରିବେ। ଦୀପକ ଜୀବନ ଏଥିପାଇଁ ବନ୍ଦନୀୟ ନୁହେଁ କି ଏହା ଜଳେ, ବରଂ ଦୀପକ ଜୀବନ ଏଥିପାଇଁ ବନ୍ଦନୀୟ କି ଏହା ଅନ୍ୟ ପାଇଁ ଜଳିଥାଏ। ଭଗବାନ ତୁମକୁ କଷ୍ଟ ଦେଉଛନ୍ତି ତ ଦୁଃଖ କର ନାହିଁ, ଖୋଜି ଚାଲ କଷ୍ଟର ନିବାରଣର ବାଟକୁ। କାରଣ ଭଗବାନ ଯେତେବେଳେ ସମସ୍ୟା ଦେଇଥାନ୍ତି ନିଶ୍ଚିତ ଭାବରେ ଏ ସମସ୍ୟା ସହିତ ସମାଧାନର ସୂତ୍ର ମଧ୍ୟ ପଠାଇଥାନ୍ତି। ଧୈର୍ଯ୍ୟ ରଖନ୍ତୁ, ନିରାଶ ହୁଅନ୍ତୁ ନାହିଁ, କାରଣ ତୁମକୁ ଯିଏ ରଚନା କରିଛନ୍ତି ସେ ଏ ବ୍ରହ୍ମାଣ୍ଡର ସବୁଠୁ ବଡ଼ ରଚୟିତା। ତୁମେ ପଛକୁ ଫେରି ନିଜର
ଅତୀତକୁ ହୁଏତ ସୁଧାରି ନପାର, ମାତ୍ର ଆଜିଠାରୁ ଠିକ୍ କର୍ମ କରି ନିଜ ଭିତରେ ସୁଧାର ଆଣି ନିଜର ଭବିଷ୍ୟତକୁ ସରଳ ସୁନ୍ଦର ନିଶ୍ଚୟ କରିପାରିବ। ତେଣୁ ଏବେ ସତ୍କର୍ମ ଉପରେ ଫୋକସ୍ କର। ତୁମକୁ ଇର୍ଷା କରୁଥିବା ଲୋକମାନଙ୍କୁ କେବେ ବି ଖରାପ ଭାବ ନାହିଁ, କାରଣ ସେମାନେ ତୁମ ପାଖରେ ତାଙ୍କଠାରୁ ଅଧିକା କିଛି ଅଛି ବୋଲି ମନରେ ଗ୍ରହଣ କରିସାରିଛନ୍ତି। ସେଇଥିପାଇଁ ତ ଏ ଈର୍ଷା ଭାବ। ଏଇ 5ଟି ଜିନିଷକୁ ଆଜି ହିଁ ଛାଡ଼ନ୍ତୁ। ସମସ୍ତଙ୍କୁ ଖୁସି କରିବାକୁ ଛାଡ଼ନ୍ତୁ, ଅନ୍ୟକୁ କିଛି ଆଶା ରଖିବା ଛାଡ଼ନ୍ତୁ, ଅତୀତରେ ବଞ୍ଚିବା ଛାଡ଼ନ୍ତୁ, ନିଜକୁ କାହାଠାରୁ କମ୍ ଭାବିବା ଛାଡ଼ନ୍ତୁ, ଆବଶ୍ୟକତାରୁ ଅଧିକା ଚିନ୍ତା କରିବାକୁ ଛାଡ଼ନ୍ତୁ। କଠିନ ପରିସ୍ଥିତି, ପ୍ରତିକୂଳ ପରିବେଶ, ଜୀବନର ଆହ୍ୱାନ ଆମକୁ ସିନା ଘବରାଇଥାଏ, ମାତ୍ର ଏହି ସମୟରେ ଆମର ପ୍ରକୃତ ସାମର୍ଥ୍ୟ ପଦାକୁ ଆସିଥାଏ ଏବଂ ଆମକୁ ଅସାଧାରଣ ବୋଲି ସମସ୍ତଙ୍କ ପାଖରେ ଆମର ପରିଚୟ ସୃଷ୍ଟି କରିଥାଏ। ତେଣୁ ଏସବୁକୁ ଆଦୌ ନ ଡରି ସାମ୍ନା କରନ୍ତୁ। କ୍ରୋଧକୁ କେବେ ପ୍ରଶୟ ଦିଅନ୍ତୁ ନାହିଁ। କ୍ରୋଧ ଏକ ଜଳନ୍ତା ଅଙ୍ଗାର ପରି ହୋଇଥାଏ। ଜଳନ୍ତା ଅଙ୍ଗାରକୁ ଅନ୍ୟ ଉପରେ ଫିଙ୍ଗିବାକୁ ହେଲେ ପ୍ରଥମେ ଏହି ଜଳନ୍ତା ଅଙ୍ଗାରକୁ ଆପଣଙ୍କୁ ହିଁ ହାତରେ ଧରି ନିଜ ହାତକୁ ଜାଳିବାକୁ ପଡ଼ିଥାଏ। ଠିକ୍ ସେମିତି କ୍ରୋଧୀ ଲୋକଟେ ଅନ୍ୟ ଉପରେ କ୍ରୋଧ କରିବା ପୂର୍ବରୁ ପ୍ରଥମେ ନିଜର ମାନସିକ ଶାନ୍ତିକୁ ହରାଇଥାଏ, ନିଜେ ଦୁଃଖ ପାଇଥାଏ, ତାପରେ ଯାଇ ସେ ଅନ୍ୟକୁ ଦୁଃଖ ଦେବାକୁ ଚେଷ୍ଟା କରିଥାଏ। ଯଦି ତୁମେ ଭଲ ସମୟର ମଜା ନେବାକୁ ଚାହୁଁଛ, ତେବେ ଦୁଃଖ କର ନାହିଁ। ଏ କଷ୍ଟ ସମୟକୁ ଖାଲି ଟିକେ ଧୈର୍ଯ୍ୟର ସହିତ ସମ୍ଭାଳି ଯାଅ। ଏ କଷ୍ଟ ସମୟ ଠିକ୍ ଏକ ପୋଲ ପରି ହୋଇଥାଏ। ଏହି ପୋଲର ଆରପଟେ, ଏ ଖରାପ ସମୟର ପୋଲର ଆରପଟେ ସୁଖ ଆପଣଙ୍କୁ ଅନାଇ ବସିଛି। ତେଣୁ ଧୈର୍ଯ୍ୟର ସହିତ ଏ ଦୁଃଖର ପୋଲକୁ ପାରି ହୋଇଯାଆନ୍ତୁ। ଜୀବନ ଯିବାର 2ଟି ରାସ୍ତା, ଯାହା ତୁମର ପସନ୍ଦ ତାହା ତୁମେ ହରହାଲରେ ହାସଲ କରିନିଅ, ନହେଲେ ଆଉ ଗୋଟିଏ ରାସ୍ତା ହେଲା ଯାହା ତୁମକୁ ମିଳିଲା ସେଥିରେ ସନ୍ତୁଷ୍ଟ ରୁହ। ଚଏସ୍ ଇଜ୍ ୟୋର୍ସ। ଅପମାନର ଜବାବ ଏତେ ସମ୍ମାନର ସହ ଦିଅ କି ତୁମକୁ ଅପମାନିତ କରିଥିବା ଲୋକଟି ମୁହଁ ଲୁଚାଇ ତୁମ ସାମ୍ନାରୁ ଚାଲିଯାଉ। ଯେଉଁଠି ଆପଣଙ୍କୁ ଲାଗୁଛି ଆପଣଙ୍କର କୌଣସି ମହତ୍ଵ ନାହିଁ, ସେ ସ୍ଥାନ ଶୀଘ୍ର ଛାଡ଼ି ଏକା ବସି ଆତ୍ମ ଅନୁଶୀଳନ କରନ୍ତୁ। ଆଶା କରୁଛି ଦର୍ଶକ ବନ୍ଧୁ, ଆଜିର ଏ ମହାନ କଥା ଗୁଡ଼ିକ ନିଶ୍ଚିତ ଭାବରେ ଆପଣମାନଙ୍କର ଆଖି ଖୋଲିଦେବ, ଆପଣମାନଙ୍କୁ ନୂଆ ପ୍ରେରଣା ଯୋଗାଇବ। ଏହି ଆଶା, ଏହି ଆକାଂକ୍ଷା, ଏହି ଅଭିଳାଷ ସହିତ ଆଜିର ଭିଡ଼ିଓକୁ ଏଇଠୁ ୱାଇଣ୍ଡ ଅପ୍ କରିବା। ଆଗାମୀ ଭିଡ଼ିଓରେ ପୁଣି ଥରେ ଆପଣମାନଙ୍କ ଗହଣକୁ ଆସିବି। ସେ ପର୍ଯ୍ୟନ୍ତ ଆପଣମାନଙ୍କର ଉତ୍ତରୋତ୍ତର ଉନ୍ନତି ମନାସି ରହୁଛି। ନମସ୍କାର।